हेलो गाइस, जय जगन्नाथ, वेलकम बैक टू माय यूट्यूब चैनल। ଆପଣ ଭାବୁଥିବେ କ'ଣ ଝାଡ଼ା ଯାଉଛି ନା କ'ଣ? ଟ୍ରେନ୍ ପଡ଼ିଆରେ କ'ଣ କରୁଛି ଆସିକି, ମାନେ ଟ୍ରେନ୍ ଟ୍ରାକ୍ ପାଖରେ ଆସିକି କ'ଣ କରୁଛି? ନାଇଁ ଆଜ୍ଞା, ମୁଁ ଆସିଥିଲି ପୁରୀ ମାର୍କେଟିଂ କରିବା ପାଇଁ। ଫାଷ୍ଟ ଆସିଲା ପଡ଼ିଛି କିଛି ବାଟ ଚାଲି ଚାଲି ଗଲେ ଆମ ପୁରୀ ମାର୍କେଟ। ବାସ୍ ମୁଁ କ'ଣ କରିବି ଆଉ, ଦେଖିଲା ବେଳକୁ ଗେଟ୍ ପଡ଼ିଛି, ଉପରେ ଗୋଟେ ଚାଲିଛି। ତ ମୁଁ ଭାବିଲି ବୋଧେ ସୁଇସାଇଡ଼୍ କରିବାକୁ ଯାଉଛି, ସେଥିପାଇଁ ସେଠି ଆଇଛି। କହିଲା ନା ନା, ମୁଁ ଟ୍ରେନ୍କୁ ଫାଷ୍ଟ ଟାଇମ୍ ପାଖରୁ ଦେଖୁଛି। ହଉ ଛାଡ଼ନ୍ତୁ ସେ କଥା। ମୁଁ ଆସିଗଲି ଏବେ ମାର୍କେଟ, ମାନେ ମଲ୍ ଭିତରକୁ ଆସିଗଲୁ। ଆମେ କିଛି କିଣାକିଣି କରିବାର ଥିଲା। ଆମେ ନୁହଁ, ଆମ ସାଙ୍ଗରେ ଯେଉଁ ଚୁଙ୍ଗୁଟା ଦେଖୁଛନ୍ତି ତାର, ତାକୁ ଆମ ଗାଁରେ ବି ଚୁଙ୍ଗୁଡ଼ି ବୋଲି ଡାକନ୍ତି। ମୁଁ ଏତେ ଛୋଟଟେ ବୋଲି, ମୁଁ ଖାଲି ବି ନୁହଁ। ମାନେ ଗୋଟେ ଟପ୍ ଆଉ ପ୍ୟାଣ୍ଟ କିଣିବା ପାଇଁ ଆଜି ଦିନ ଭରା ଆମକୁ ବୁଲେଇ ଦେଇଛି ମାର୍କେଟ ସାରା। ହଉ ଠିକ୍ ଅଛି, ତା ସାଙ୍ଗରେ କିଣିବା ଭିତରେ ବି ଆମେ ଟିକେ ବୁଲାବୁଲି କରିଦେଲୁ। ଆଉ ରଜ ଭିତରେ ମାର୍କେଟରେ କ'ଣ କେମିତି ପଡ଼ିଛି ସବୁ, ସେଇଟା ବି ଆମେ ଦେଖିଦେଲୁ। ଆପଣମାନଙ୍କୁ ବି ଦେଖେଇଦେଲୁ। ଆପଣମାନଙ୍କୁ ଭଲ ଲାଗିଲେ ନିହାତି କମେଣ୍ଟ କରିବେ। ଆଉ କି କେବେ ପୁରୀରେ କିଣିଛନ୍ତି କି? ଯେଉଁମାନେ ପୁରୀ ଡିଷ୍ଟ୍ରିକ୍ଟର ନୁହନ୍ତି, ମୋ ଭିଡ଼ିଓ ଦେଖୁଛନ୍ତି, କି କେବେ ପୁରୀରୁ ମାର୍କେଟିଂ କିଛି କରିଛନ୍ତି କି? ଯଦି ଆପଣଙ୍କୁ ଭଲ ଲାଗେ ପୁରୀ ମାର୍କେଟିଂ ଜିନିଷ, ତାହେଲେ ନିହାତି ଲାଇକ୍ କରିବେ। ଜିନିଷ ମୁଁ ବି କ'ଣ କହିଦେଉଛି, ଛାଡ଼ନ୍ତୁ। ଆକ୍ଚୁଆଲି ମୋତେ କଲେକ୍ସନ୍ ଗୁଡ଼ାକ ବହୁତ ଭଲ ଲାଗିଲା ଆ ଭିତରେ। ଆଉ ମୁଁ ଭାବୁଥିଲି କିଛିଟା କିଣିଦେବି, ହେଲେ ମୁଁ ତ ପଇସା ନେଇନଥିଲି। ଛାଡ଼ନ୍ତୁ, ଏବେ ଆସିଗଲୁ ଆମେ ଟିକେ। ସେତେବେଳକୁ 2:30 ହେଇଥିଲା। ଦିନ ସାରା ବୁଲି ବୁଲି ଭୋକ ତ ପ୍ରବଳ ହେଲାଣି। କ'ଣ ଖାଇବୁ? ମୁଁ ଭାବିଲି ଚାଲ ଟିକେ ବିରିୟାନୀ ଖାଇଦେବା। ଆଉ ଏଇ ଯେଉଁ ଦେଖୁଛ ଭି-ମାର୍ଟ, ଆଉ ଗୋଟେ ସେଠି ଅଛି କ'ଣ ଗୋଟେ, ସେଇଟା ଭୁଲିଗଲି ମୁଁ ତା ନାଁଟା। ଛାଡ଼ ବି, ଯାହା ବି ଅଛି ତା ପାଖରେ ଯିଏ ପୁରୀରେ ହୋଇଥିବ ସେ ନିହାତି ଜାଣିପାରିବ। ଆଉ ଆମେ ଆସିଲୁ ଟିକେ ବିରିୟାନୀ ଖାଇବାକୁ। ବିରିୟାନୀ କ'ଣ କହିବି, ଦେଖିବାକୁ କ'ଣ କେମିତି ଆପଣଙ୍କୁ ଲାଗୁଛି କ୍ୟାମେରାରେ ମୁଁ ତ ଜାଣିନି। ଟେଷ୍ଟ ପୁରା ସୁପର ଟେଷ୍ଟ, ସତରେ ପୁରା ସୁପର ଟେଷ୍ଟ। ମାନେ ମୁଁ ବହୁତ ଭଲ ଲାଗିଲା ମୋତେ ଟେଷ୍ଟଟା। ଆଉ ଶୁଣ, ଏମାନେ ଖାଇବାରେ ଏତେ ପଇସା ଦେଇଛି, କ୍ୟାମେରା ବି ଜାଣିନାହାନ୍ତି। ମୁଁ ଡାକିକି ପୁଣି ଅନେଇବାକୁ ଅଛି। କ'ଣ କହିବି, ବକର ଛଡ଼ା ମୋ ପାଖରେ କିଛି ଆମ ନାହିଁ। ଆଉ ମାନେ ଦେଖନ୍ତୁ, ସବୁ ଖାଇଦେଲେ ମୋର ପ୍ଲେଟ୍ ବାହାରେ, ମୁଁ ହିଁ ସବୁ ଖାଇଛି। 120 ଟଙ୍କାରୁ 30 ଟଙ୍କା ଲସ୍ ଦେଖୁନ, କରିଦେଲୁ। ଖାଇଦେଇକି ମୁଣ୍ଡକୁ କେମିତି କରୁଛି। 120 ଟଙ୍କା ଦେଇକି ପ୍ଲେଟ୍ ଆଣିଲୁ, ଖାଇଲା 90 ଟଙ୍କାର, ଫୋପାଡ଼ିଲା 30 ଟଙ୍କାର। ଖାଇସାରିଲା ପରେ ପେଟଟା ଶାନ୍ତି କରିଦେଲା ପରେ, ଚାଲ ଆମେ ତ ଟପ୍ ଆଣିଦେଇଛି, ଆଉ ଗୋଟେ ପ୍ୟାଣ୍ଟ ଆଣିବା ଚାଲ। ହଉ ଠିକ୍ ଅଛି, ଚାଲ ଯିବା। ଆଗ ଫାଷ୍ଟ ଯେଉଁଟା ଦେଖେଇଲି ବର୍ଷକ ମାର୍କେଟ ଉପରେ ଗଲୁ, ସେଠି ଖୋଜି ଖୋଜି ଆଇଲୁ, ପାଇଲୁନୁ। ତାପରେ ପୁଣି ଥରେ ଭି-ମାର୍ଟକୁ ଆସିଲୁ। ସେଇଠି ହିଁ ତାକୁ ମିଳିଗଲା ତାର ମନ ପସନ୍ଦର ଜିନିଷଟା। ଟିକେ ୱେଟ୍ କରନ୍ତୁ, ସେ କେମିତି ହେବ ଦେଖିବେ। ମୋର ତ କିଛି କାମ ନଥିଲା, ମୁଁ କ'ଣ କରିବି, ଭିଡ଼ିଓ ହିଁ କରୁଥିଲି କି ନା, ମୋର କିଛି ମାର୍କେଟିଂ କରିବାର ନଥିଲା। ଭି-ମାର୍ଟରେ ବହୁତ ସାରା ଥିଲା, ସିମ୍ପଲ୍ ଷ୍ଟାଇଲ୍। ଆଉ ମାନେ ଡ୍ରେସ୍ ଡିଜାଇନର ଅପେକ୍ଷା ସବୁକିଛି ଆମର ଯେଉଁ ଘରୋଇ କରଣା ଜିନିଷ ବହୁତ ଥିଲା। ଘରକରଣା ଜିନିଷ ସବୁ ବହୁତ ଭଲ ଥିଲା। ଏଇଠି ତା ଭଉଣୀ ଦେଖନ୍ତୁ, ଗୋଟେ ବାଛିଲା ତା ମନ ପସନ୍ଦର। ତାକୁ ଦେଖ, ସେ କୁଆଡ଼େ ପଳେଇଲା, ମୁଁ ତାକୁ ଖୋଜି ହିଁ ପାଉନି। ହେ ଭଗବାନ, ଏତେ ଚିଙ୍ଗୁଡ଼ି ହେଇଛି, ଗୋଟେ ହଜିଗଲାଣି ତ। ସେ ମୁଣ୍ଡଟା ଦେଖାଗଲାଣି ଆଉ। ଆରେ ହଁ, ସେଇଠି ଆମ ଚିଙ୍ଗୁଡ଼ି। ଆରେ ପ୍ୟାଣ୍ଟ ପାଇଗଲା, କି ଖୁସି। ଦେଖ, ତା ପାଦ ତଳେ ଲାଗୁନି, ଭଗବାନେ। ଖୁସିରେ ନେଇକି ଆଇଲା ହାରି। ଦେଖିବା ତାକୁ ହେଉଛି ନା ନାହିଁ, ଯା ଟ୍ରାଏଲ୍ କରିକି ଆସିବୁ। ଏଇଟା ନେଇକି ଯାଉନୁ, ଟ୍ରାଏଲ୍ କରିକି ଆସିବୁ। ହଁ, ଏସେ ଏବେ ଯିବ, ଟ୍ରାଏଲ୍ କରିବ, ଦେଖିବା କ'ଣ ହେଉଛି। ସେଟା ବି ତାକୁ ହେଲାନି ଆଜ୍ଞା, ସେଟା ବି ହେଲାନି। ତା ପାଖରେ ଆଉ 3ଟା ବି ଚେଞ୍ଜ କଲା, ତାପରେ ବି ହେଲାନି। ତାପରେ ଆମେ ଯେମିତି ନିଜେ ଖୋଜି ନ ପାଇଲୁ, ଆମେ ସେ ଭି-ମାର୍ଟରେ ଜଣେ ଝିଅକୁ ଆମେ କହିଲୁ କି ଆମ ପାଇଁ ଟିକେ ଖୋଜି ଦିଅନ୍ତୁ ଏଇ ଝିଅ ପାଇଁ, କାହିଁକିନା ଆ ପାଇଁ ଖୋଜିବା ଆମ ପାଇଁ ମୁସ୍କିଲ ହେଇଗଲା। ଛାଡ଼, ସେ ଦିଦି ଆସିଲେ ଲାଷ୍ଟକୁ, ସେ ଆମକୁ ଖୋଜିକି ଦେଇଥିଲେ। ତାପରେ ସେ ନେଇକି ଆସିଥିଲା, ସେଇଠୁ ହିଁ ଆଣିଥିଲା। ଏଇ ଯେମିତି ଷ୍ଟାଇଲ୍ ଧରିଛି ସେମିତି, ଟିକେ ବ୍ଲୁର ଆଣିଥିଲା। ଏ କଲର୍ଟା ଆଣିଥିଲା, ସେ ବ୍ଲୁ କଲର୍ଟା ଆଣିଥିଲା। ଭଲଟା ଆଣିଥିଲା, ଭଲ ରେଟ୍ ବି ଥିଲା ତାର। ରେଟ୍ରେ ପୁରା ଖୁସି ହେଇଥିଲା, କହିଲା ଆମେ ସେଠି ଦେଖିଥିଲେ ଏତେ ରେଟ୍, ଏଠି ଭଲ କମ୍ ରେଟ୍। ମୁଁ କହିଲି ସେଠି ଏଠି ତ ଟିକେ ଫରକ ଅଛି, ସେଥିପାଇଁ। କ'ଣ ହେଲା ଛାଡ଼।
ଛାଡ଼ ଯାହା ବି ହଉ ସେ ତ ବାରମ୍ବାର ଗୋଟେ ଚେଞ୍ଜ କଲା ତାପରେ ପୁଣି ଲାଷ୍ଟକୁ ଗୋଟେ ହିଁ ଧରିଲା ଆଉ ଆସିଲା ट्रायल करके ମନଟା ଟିକେ ଖୁସି ହେଲା ଆମେ ଧରିଲୁ ଆସିଲୁ ଟିକେ ଦେଖିଦିଅନ୍ତୁ ଭିମ୍ୟାଟ୍ ପୁରା ଖାଲି ଆଉ 2-3 ଦିନ ପରେ ଭାଇ ଜାମ୍ ଯେ ତା ଭିତରେ ଗଳିବାକୁ ବାଟ ନଥିବ ତାପରେ ଇଏ ମ୍ୟାଡ଼ାମ୍ ଆସିଲେ ଟିକେ ଘରଣୀଟା ଆମର ତ ଘରଣୀ ସାମଗ୍ରୀ ନିହାତି ଦେଖିବ ସିଏ ନିହାତି ତାର ନହେଲେ ମନ ଶାନ୍ତି ହେବନି ସିଏ ଆଇଲେ ଆମର ଘର କରଣୀ ଜିନିଷ ଦେଖିଲା ଘରଣୀ ଆଉ ମୁଁ ବି ତା ସାଙ୍ଗରେ ଟିକେ ଦେଖିଦେଲି ଏମିତି କ୍ୟାମେରା ବୁଲେଇଦେଲି କହୁଥିଲି ନା ମାନଙ୍କୁ ଏଇଟା ଭଲ ଭିମ୍ୟାଟ୍ରେ ସବୁ ଆମର ଘରର କରଣା ଜିନିଷ ବହୁତ ଭଲ ମିଳେ ହଉ ଆମର ସଇଲା ଗପ ଆମେ ଯାଉଛୁ ଏବେ ଆମେ ବାଟରେ ଆମେ ଆସିଗଲୁ ଟିକେ ମିକ୍ସ ବାଦାମ ଜୁସ୍ ପିଇଦେଲୁ ମାତ୍ର 20 ଟଙ୍କା ସୁପର ଟେଷ୍ଟ ଯାହା କୁହନ୍ତୁ ଆମ ପୁରୀ ଜିନିଷ ଭଳିଆ ଆଉ କେଉଁଠି ମିଳିବନି ମୁଁ ତ ଭାବୁଛି ସେଇଆ କାହିଁକିନା ମୁଁ ଆଉ ଯୋଡ଼େ ଯାଇଛି ମୋତେ ପୁରୀ ଭଳିଆ ଆଉ କେଉଁଠି ବି ଲାଗିନି ପୁରୀ ଇଜ୍ ଦ ବେଷ୍ଟ କାହାକୁ ପୁରୀଟା ବେଷ୍ଟ ବୋଲି ଲାଗେ ସେ କମେଣ୍ଟ କରିବେ ନିହାତି ଏବେ ବି ଆମେ ଆସିଗଲୁ ବସ୍ରେ ଆଉ ବସ୍ରେ ଆସିଗଲୁନୁ ମୁଁ ଆସିକି ଶୋଇକି ଉଠିଲା ପରେ ଘର ପାଖାପାଖି ହେଲା ପରେ ତାପରେ ଯାଇକି ମୁଁ ଭିଡ଼ିଓଟି କଲି ମୋର ମନେ ପଡ଼ିଗଲା କାହିଁକିନା ମୁଁ ମାଉସୀ ପାଖରେ ଭିଡ଼ିଓ ସ୍କିପ୍ କରିଦେଇଥିଲି ମାଉସୀ ଘରକୁ ଯିବା ଭିତରେ ଭିଡ଼ିଓ ସ୍କିପ୍ କରିଦେଇଥିଲି ମନେ ନାହିଁ ତାପରେ ମନେ ପଡ଼ିଗଲା ଶୋଇକି ଉଠିଲା ଭିତରେ ମୋ ବ୍ଲଗ୍ କୁଆଡ଼େ ଗଲା କେତେ ବାଟ ଗଲା ଓଡ଼ିଆ କରିଦେବା ଛାଡ଼ ଏବେ ଆସି ଘରେ ପହଞ୍ଚିଗଲି ଆକୁ ଗୋଟେ ଥଣ୍ଡା ଦେଇଦେଲି ଆଉ ମନଟା ଭାରି ଖୁସ୍ ଆଉ वीडियो ଭାଇ ଅବସ୍ଥା ଗଲାଣି 5ଟା ବାଜିଗଲା ଭାଇ ଟାଟା ବାଏ।